ୟୁଟ୍ୟୁବ ଦ୍ୱାରା ଘୋଷଣା କରାଯାଇଛି ଯେ ଅନଲାଇନ ଜୁଆ ବିଷୟବସ୍ତୁ ସୃଷ୍ଟି କରୁଥିବା କ୍ରିଏଟରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କମ୍ପାନୀ ଘୋଷଣା କରୁଛି ଯେ ଯେଉଁ କ୍ରିଏଟିଭମାନେ ଅଣପ୍ରମାଣିତ ଜୁଆ ଆପ୍ସ କିମ୍ବା ୱେବସାଇଟ ପ୍ରଚାର କରୁଥିବେ ଭିଡିଓର ତିଆରି କରନ୍ତି ସେମାନଙ୍କ ପ୍ଲାଟଫର୍ମ ଭିଡିଓ ଡିଲିଟ୍ କରାଯିବ। ଯେଉଁ କ୍ରିଏଟିଭମାନେ ସେମାନଙ୍କ ବିଷୟବସ୍ତୁକୁ ଗୁଗଲ ଦ୍ୱାରା ଅନୁମୋଦିତ ନୁହେଁ ସେମାନଙ୍କ ଜୁଆ ସେବାର ଲୋଗୋ କିମ୍ବା ଲିଙ୍କ ପ୍ରଦାନ କରିବେ ସେମାନଙ୍କ ଆକାଉଣ୍ଟ ବ୍ଲକ୍ କରାଯିବ। କମ୍ପାନୀ ନୂଆ ନିୟମ 19 ମାର୍ଚ୍ଚ ଲାଗୁ ହେବ ଯାଉଛି। ୟୁଟ୍ୟୁବ କହିଛି ଯେ ଏହି ନିର୍ଦ୍ଦିଷ୍ଟ କସିନୋ ଗେମ୍ ଏବଂ ଆପ୍ ସମେତ ଜୁଆ ବିଷୟବସ୍ତୁ କ୍ରିଏଟରମାନଙ୍କୁ ମୁଖ୍ୟତଃ ପ୍ରଭାବିତ କରିବ କିନ୍ତୁ ଯୁବ ଦର୍ଶକଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏହା ଏକ ଆବଶ୍ୟକୀୟ ପଦକ୍ଷେପ। ନିୟମ ଉଲ୍ଲଂଘନ କରୁଥିବା ଭିଡିଓ ବିରୁଦ୍ଧରେ ୟୁଟ୍ୟୁବ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି। ରିପୋର୍ଟରେ କୁହାଯାଇଛି ଯେ ଗତ ବର୍ଷ ଅକ୍ଟୋବର-ଡିସେମ୍ବର ମଧ୍ୟରେ ୟୁଟ୍ୟୁବର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିଲେ 29 ଲକ୍ଷ ଭିଡିଓ ଡିଲିଟ୍ କରାଯାଇଛି। ଏହା ବିଶ୍ୱର କୌଣସି ଦେଶରେ ଡିଲିଟ୍ କରାଯାଇଥିବା ଭିଡିଓର ସର୍ବାଧିକ ସଂଖ୍ୟା। ଇନେବଲ୍ ସେଭ୍ ବ୍ରାଉଜର ପାଖରେ ଗୋଟେ ବଟନଟା ଅଛି, ସେଟା ଅଫ୍ ଅଛି, ସେଟାକୁ ଅନ୍ କରିବେ। କଲା ପରେ ଦେଖନ୍ତୁ ୟାର ପରେ ଇନେବଲ୍ ସେଭ୍ ବ୍ରାଉଜର ୟୋର ଆକାଉଣ୍ଟଟା ଆସିଯିବ ଏଇଭଳିଆ। ତା ତଳକୁ ସ୍କ୍ରଲ୍ କରିବେ, କଲା ପରେ ଟର୍ନ ଅନ୍ ଲେଖା ହେଇଛି, ସେଇ ଟର୍ନ ଅନ୍ ଉପରେ କ୍ଲିକ୍ କରିବେ। କଲା ପରେ ଦେଖନ୍ତୁ ଇନେବଲ୍ ସେଭ୍ ବ୍ରାଉଜରଟି ଅନ୍ ହେଇଯିବ। ହେଇଗଲା ପରେ ଆପଣଙ୍କର ଯେଉଁ ୟୁଟ୍ୟୁବର ଯେଉଁ ଆକାଉଣ୍ଟଟା ଦେଖନ୍ତୁ ସେଭ୍ ବ୍ରାଉଜର ଅନ୍ ହେଇଗଲା, ତ ଓକେ କରିବେ, ସେଇଟା ସେଭ୍ ହେଇଯିବ। ତ ତାପରେ ଆପଣଙ୍କର ଯେଉଁ ସାଇବର ଯେଉଁମାନେ ଆଟାକ୍ କରୁଛନ୍ତି, ଯେଉଁମାନେ ଆପଣଙ୍କର ଆକାଉଣ୍ଟକୁ ଡିଲିଟ୍ କରିବାକୁ ଚାହାନ୍ତି ବା ହ୍ୟାଙ୍ଗ କରିବାକୁ ଚାହାନ୍ତି ସେମାନେ କରିପାରିବେନି। ୟୁଟ୍ୟୁବ ତରଫରୁ ଏଇଟା ନୂଆ ଫିଚର୍ସ ଥିଲା। ଆପଣ ଯଦି ଚ୍ୟାନେଲ ଆପଣଙ୍କର ଅଛି ବା ଆପଣ ନୂଆ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି ଏଇଟାକୁ ଜଲ୍ଦି ଇନେବଲ୍ ସେଭ୍ ବ୍ରାଉଜର କରନ୍ତୁ, କାରଣ ଆପଣଙ୍କ ଚ୍ୟାନେଲ ହ୍ୟାଙ୍ଗ ହେଇଯାଇପାରେ। ମାନେ ଆପଣଙ୍କ ୟୁଟ୍ୟୁବ ଚ୍ୟାନେଲ ହ୍ୟାଙ୍ଗ କରିନେଇପାରନ୍ତି ବା ଡିଲିଟ୍ କରିଦେଇପାରନ୍ତି। ଏ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ।